ଆଜି ମୁଁ ଶାଗ ବଡ଼ିର ରେସିପିଟା ଆପଣମାନଙ୍କ ପାଇଁ ଆଣିଛି। କୋଶଳା ଶାଗରେ ମୁଁ ବଡ଼ି ପକାଇ ଭାଜିବି। କଥାରେ ଅଛି ପରା, ଆମ ଓଡ଼ିଆଙ୍କର ଅତି ପ୍ରିୟ ଶାଗ ଭଜା। ବଡ଼ି ଶାଗ ଭଜା ସମସ୍ତଙ୍କୁ ଭଲ ଲାଗେ ଖାଇବା ପାଇଁ। ଯେତେ ପ୍ରକାର ଆଇଟମ୍ ଥାଉ ନା କାହିଁକି, ଯଦି ଶାଗ ଭଜାଟିଏ ନଥିବ ତାହେଲେ ଖାଇବା ଅଧୁରା ଅଧୁରା ଲାଗିବ। ଆଉ ଯଦି ଶାଗ ଭଜା ଆମ ପାଖରେ ଅଛି ତାହେଲେ ଆଉ କୌଣସି ଜିନିଷର ଆବଶ୍ୟକ ନାହିଁ। ମୁଁ ଶାଗ ବଡ଼ିର ରେସିପିଟା ଆପଣମାନଙ୍କ ପାଇଁ ଆଣିଦେଇଛି। ମୋ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଛୋଟ ଲାଇକ୍ଟିଏ କରିବେ। ଆଉ କେଉଁମାନଙ୍କୁ ଶାଗ ଭଜା ଖାଇବାକୁ ଭଲ ଲାଗେ ମୋତେ କମେଣ୍ଟରେ ଜଣେଇବେ। ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ମୁଁ ବଡ଼ି ଭାଜି ସାରିଲାଣି। ଏଠି ମୁଁ ପିଆଜ ଭାଜି ଦେଉଛି। ଶାଗ ଭାଜିବା ତାପରେ ପିଆଜ ଭାଜି ସାରିଲା ପରେ ମୁଁ ଶାଗକୁ ପକାଇବି। ସ୍ୱାଦ ଅନୁସାରେ ଏଇଠି ମୁଁ ଶାଗକୁ ଲକ୍ଷ୍ୟ କରିକି ଏକାଥରକେ ଲୁଣ ପକାଇ ଦେଉଛି। ବହୁତ କମ୍ ସମୟରେ ମୋର ଶାଗ ଭଜାଟି ହେଇଗଲା। ଯେହେତୁ ଏଥିରୁ ପାଣି ବାହାରିବ, ମୁଁ ଏବେ ସେ ବଡ଼ିକି ଚୁନା କରିକି ପକାଇଦେବି। ବଡ଼ିଟା ଅଳ୍ପ ବଡ଼ି ମୋର ଅଛି, ତାକୁ ଟିକେ ଚୁନା କରି ପକାଇଲେ ସବୁଆଡ଼େ ଶାଗ ସହିତ ମିଶିଯିବ ଆଉ ଖାଇବାକୁ ମଧ୍ୟ ଭଲ ଲାଗେ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚିନ୍ତ ଭାବରେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ। ଶାଗ ଭଜା ତ ଆପଣମାନେ ଜାଣିଛନ୍ତି। ମୁଁ ଏଇଭଳି ପ୍ରକାର ଶାଗ ଭାଜିଲି। ଆପଣମାନେ ଯଦି ଆଉ କିଛି ନୂଆ କରି ଜାଣିଥିବେ ତାହେଲେ ମୋତେ ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ମୁଁ କିଛି ଆପଣମାନଙ୍କୁ ଶିଖିପାରିବି, ଆପଣମାନଙ୍କ ଠାରୁ ନୂଆ କିଛି ଶିଖିପାରିବି। ରହୁଛି, ନମସ୍କାର।